এবং আমার বিভিন্ন এবং উপস্থিত ছোট পিলা ସମସ୍ତଙ୍କୁ ମୋର ଜୟ ଗୁରୁ ଏବଂ ସାଧୁ ସାଙ୍ଗେ ମୁଁ ପ୍ରଣାମ। ମୋ ସୌଭାଗ୍ୟ ଅକସ୍ମାତ ଭାବରେ ତା ଡୁବି ଯେତେବେଳେ ଯୋଉଠି ଲାଗେ ସେଇଟା ମୁଁ ଆକ୍ଚୁଆଲି ଆସିଥିଲି କନଭେନ୍ ଘରକୁ ଦେଖା କରିବା ପାଇଁ। ଅଲଗା ଆମ ପିଲାମାନେ ସବୁ ହଷ୍ଟେଲରୁ ଆସିଲେ ସେମାନଙ୍କୁ ନେଇକି ମୁଁ ଘରକୁ ପଳେଇଥିଲି, କିନ୍ତୁ ମଜଦି ମୋତେ କହିଲେ ଗୋଟେ ସତ୍ସଙ୍ଗ ଯିବୁ। ତାର ଇଚ୍ଛା ମାନେ ସେ ଯାହା ଯେମିତି ଯେତେବେଳେ ଯାହାକୁ ଯେମିତି ଭାବରେ ଚଲେଇବେ କିନ୍ତୁ ଆମକୁ ଚାଲିବା ପାଇଁ ତାଙ୍କର ଅଦୃଶ୍ୟ ଇଙ୍ଗିତ ବା ତାଙ୍କର ସବୁବେଳେ ସେଇ ଈଶ୍ୱରଙ୍କର ଇଙ୍ଗିତ ଆସେ। ସେ ଇଙ୍ଗିତକୁ ଆମେ ମାନିନେବା ବୁଝିନେବା, ତାଙ୍କୁ ଯଦି ବୁଝିପାରିବା ତାହେଲେ କିଛି ହବ ନାହିଁ। ଆଜି ସେ ଛୋଟ ପିଲାର ଜନ୍ମଦିନରେ ଠାକୁରଙ୍କର ଜନ୍ମ ବିଷୟରେ ଯେ କଥା ମାନେ ଠାକୁର କିନ୍ତୁ କହୁଛନ୍ତି ଯେ ମୃତ୍ୟୁ ବୋଲି ଗୋଟେ ଜିନିଷ ନାହିଁ, ଠାକୁରଙ୍କର ଜନ୍ମ ମଧ୍ୟ ନାହିଁ। ଠାକୁର କହୁଛନ୍ତି ଯେ ସ୍ମୃତିବାହୀ ଚେତନା ଯଦି ରୁହେ ତାହେଲେ ମୃତ୍ୟୁ ନୁହେଁ ଆଉ ପୁନର୍ଜନ୍ମ ନୁହେଁ। ବହୁତ ବଡ଼ କଥା ଠାକୁର କହୁଛନ୍ତି। ଆଉ ଥରେ ମୁଁ କହୁଛି ଠାକୁର କହୁଛନ୍ତି ଯଦି ସ୍ମୃତିବାହୀ ଚେତନା ଯଦି ରୁହେ ତାହେଲେ ମୃତ୍ୟୁ ନୁହେଁ ଆଉ ପୁନର୍ଜନ୍ମ ମଧ୍ୟ ନୁହେଁ। ଏ କଥାଟାକୁ ଟିକେ ଭାଙ୍ଗିକି ବୁଝିବାକୁ ଚେଷ୍ଟା କରିବା। ସ୍ମୃତିବାହୀ ଚେତନା କାହାକୁ କୁହାଯାଏ? ସ୍ମୃତିବାହୀ ଚେତନା ମାନେ ଆମ ଭିତରେ ଗୋଟେ ଚେତନା ଶକ୍ତି ଅଛି। ବୈଜ୍ଞାନିକ ଭାବରେ ବୁଝିବା ପାଇଁ ଗଲେ ସେ ଗୋଟେ ଫ୍ଲିପ୍ ଫ୍ଲପ୍ ଗୋଟେ ଜିନିଷ ଅଛି, ଯେଟାକୁ ମେମୋରି, ମଣିଷର ଯୋଉ ଇଏର ସ୍ମୃତି ଶକ୍ତି ସେଇଟା ହଉଛି ସ୍ମୃତି, ସେଟା ହଉଛି ସ୍ମୃତି। ଆଉ ମୁଁ ଏବଂ ସେ ସ୍ମୃତିରୁ ମୋ ଭିତରେ ଚେତନା ଆସୁଛି। ମାନେ ପ୍ରକୃତରେ ଦେଖିବାକୁ ଗଲେ ଏଇ ମାଟି ପଥର ସେଗୁଡାକ ବି କିନ୍ତୁ ତାର ବି ଜୀବନ ଅଛି। ସେ ବହୁତ କଥା ସେ ବିଷୟରେ ଆଲୋଚନା ଆମେ କରିବାନି। ଆମେ ଏଇ ବାଣୀ ବିଷୟରେ ବୁଝିବାକୁ ଚେଷ୍ଟା କରିବା। ତ ସ୍ମୃତିବାହୀ ଚେତନା ମୋର ଯଦି ସେଇ ଚେତନା ଯଦି ସ୍ମୃତିବାହୀ ଯୁକ୍ତ ହୁଏ ବା ମୋର ଯଦି ଫ୍ଲିପ୍ ଫ୍ଲପ୍ ମୋର ମେମୋରିଟା ଯଦି ରୁହେ ତାହେଲେ ମୃତ୍ୟୁ ନୁହେଁ ପୁନର୍ଜନ୍ମ ମାନେ ମୁଁ ମରିବାର ମୁଁ କିଛି ମରୁ ନାହିଁ, କିନ୍ତୁ ନବାନି ଅସ୍ତ୍ରାଣୀ ଯେ କଥା ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ମାନେ ଆଉ ଗୋଟିଏ ଦେହ ଛାଡ଼ିକି ଆଉ ଗୋଟେ ଦେହ। ସେ ଜଣେ ବୈଷ୍ଣବ ଗୋଟେ କଥା କହୁଥିଲେ ଆକ୍ଚୁଆଲି ଆମେ ସବୁ ଗୋଟେ ଜଣେ କଏଦୀ। ସେ କଏଦୀରେ ଗୋଟେ ନମ୍ବର ଥାଏନି, ସେଇ ନମ୍ବର ହଉଛି ମୋ ନାମ ଅଶୋକ। ମୋର ପୂର୍ବଜନ୍ମର ଆଉ ଗୋଟେ ନାମ ଥିଲା, ପରଜନ୍ମରେ ବି ଆଉ ଗୋଟେ ନାମ ହବ ବା କଣ ହବ ସେ ସିଏ ଜାଣିଛନ୍ତି। କାରଣ ଆମ ଭିତରେ ସେଇ ମୋ ପାଖରେ ସ୍ମୃତି ଚେତନା ନାହିଁ, ସେଇଥିପାଇଁ ମୁଁ ପୂର୍ବଜନ୍ମ କଥା ମନେ ନାହିଁ। କାହା ପାଖରେ ଥାଇପାରେ କିନ୍ତୁ ମୋ ପାଖରେ ନାହିଁ, ଏଟା ନିଶ୍ଚିତ ଭାବରେ, କାରଣ ମୋର ପୂର୍ବଜନ୍ମ କଥା ମନେ ନାହିଁ। ଆମେ ସମସ୍ତେ ସ୍ୱପ୍ନରେ ବେଳେବେଳେ ଦେଖୁ, ମୁଁ ଦେଖିଛି ବହୁତ ସମୟରେ ସ୍ୱପ୍ନରେ ଦେଖାଯାଏ। ଥରେ ଦେଖିଛି ଗୋଟେ ଜାଗାରେ ଗୋଟେ ଅଧିବେଶନ ହଉଛି, ସେ ଗୋଟେ କୀର୍ତ୍ତନ ହଉଛି, ଆଉ ସେ ଗୋଟେ ଅଜଣା ଲୋକମାନେ ସବୁ ଥାଆନ୍ତି। ଏଇଟା କିନ୍ତୁ ଗୋଟେ ରକମର ସ୍ମୃତି, କିନ୍ତୁ ସେଟା ମାନେ ସେଟା ଇଏ ହେଇକି ସପ୍ରେସ୍ ହେଇକି ଅଛି। କେତେବେଳେ କୋଉ ପରିସ୍ଥିତି ସେ ସେମିତି ଦେଖାଯାଏ। ବହୁତ ରକମ ସ୍ୱପ୍ନ ଦେଖାଯାଏ ଏବଂ ଭବିଷ୍ୟତକୁ ସେଟା ସତ୍ୟ ବି ହୁଏ, ସେଭଳିଆ ଘଟଣା ବି ହୁଏ। ଏଇ ଯୋଉ ସ୍ମୃତିବାହୀ ଚେତନା ଯଦି ମୋ ପାଖରେ, ତାହେଲେ ଆମର ଜୀବନର ଉଦ୍ଦେଶ୍ୟ ହଉଛି ସ୍ମୃତିବାହୀ ଚେତନାକୁ ଜାଗ୍ରତ କରିବା। ଆମ ଭିତରେ ଯେ ଚେତନା ଅଛି ସେ ଚେତନାକୁ ସ୍ମୃତିବାହୀ କରିନେବା। ସେଟା କେମିତି ହବ? ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ମାନେ ମହାଭାରତ ଯୁଦ୍ଧ ଆରମ୍ଭ ହବ, ସେତେବେଳେ ସେ ଯୋଉ କାନ୍ଦୁଛନ୍ତି ତ କି ଅର୍ଜୁନ, ମୁଁ ୟାକୁ ମାରିବି ନାହିଁ, ମୋର ପିତାମହ, ମୋର ଭାଇ, ମୋର ଗୁରୁ ଭଳିଆ ଜିନିଷ, ତାଙ୍କୁ ମୁଁ ମାରିବ, ତାଙ୍କ ସହିତ ମୁଁ ଯୁଦ୍ଧ କେମିତି କରିବି? ସେତେବେଳେ ସେ କହୁଛନ୍ତି ଯେ ତୁ ବର୍ତ୍ତମାନର ଯେ ପିତାମହ ଏଇ ଜନ୍ମରେ, ଯେତେବେଳେ ମହାଭାରତ ଯୁଦ୍ଧ ହୁଏ କୃଷ୍ଣ ଅର୍ଜୁନଙ୍କର ବୟସ ହଉଛି 85 ବର୍ଷ ବୟସ। ମାନେ 85 ବର୍ଷ ପୂର୍ବରୁ ଯେ ତୋର ପିତାମହ ଥିଲେ ସେ ପିତାମହ କିନ୍ତୁ ନାହାନ୍ତି, ସେ ମରିସାରିଲେ। ତାଙ୍କ ପାଇଁ ତୁ କାନ୍ଦୁ ନା। ବର୍ତ୍ତମାନ ଏଇ ଜନ୍ମର ପିତାମହ ଇଏ ମରି ନାହାନ୍ତି, ତୁ ଭାବୁଛୁ ମରିବେ, ସେ ତ ଅମର, ଇଚ୍ଛା ମୃତ୍ୟୁ ତାଙ୍କ ପାଖରେ ଅଛି। ପିତାମହ ତ ଭୀଷ୍ମ ତାଙ୍କ ପାଖରେ ଇଚ୍ଛା ମୃତ୍ୟୁ, ତେଣୁ ସିଏ କେମିତି ମରିବେ? ତାଙ୍କର ମରିବା ପାଇଁ ତୁ କାନ୍ଦୁଛୁ। ତେଣୁ ସେତେବେଳେ ସେ କହୁଛନ୍ତି ଯେ ଆକ୍ଚୁଆଲି ତୋର ମନେ ନାହିଁ। ଆମେ ସମସ୍ତେ ଅର୍ଜୁନ ଜାଗାରେ ଆମେ ସମସ୍ତେ ବସେଇବା, ଆମେ ସମସ୍ତଙ୍କୁ ନିଜକୁ ବସେଇବା ଅର୍ଜୁନ ଜାଗାରେ ଯେ ଆମର ମନେ ନାହିଁ, କିନ୍ତୁ ତାଙ୍କର ମନେ ଅଛି। ସିଏ ଜାଣିଛନ୍ତି ମୁଁ କୋଉଠି ଥିଲି, କୋଉଠି কি ভাবে যখন তুমি ছিলে নদিয়ার গোড়া, তখন আমি ছিলাম নদিয়ার ওই মানে নগরের নরনারী। আমরা সমস্ত ছিলে, কিন্তু
আমার মনে নাই সেইଥିପାଇଁ আমি କାନ୍ଦୁଛୁ। ତେଣୁ ଆମ ଭିତରେ ସେଇ ଜାଗ୍ରତ କରିବା କେମିତି କେବଳ ତାଙ୍କରି କଥାକୁ ସ୍ମରଣ ରଖି ତାଙ୍କୁ ଧ୍ୟାନ ରଖି ତାଙ୍କୁ ସମର୍ପଣ କରିକି କେବଳ କେମିତି ମାନେ କେମିତି ଆମେ ଯଦି କରିପାରିବା ତାହେଲେ ମୃତ୍ୟୁ ଆଉ ଆସିବ ନାହିଁ বা পুনর্জন্ম କିଛି କଥା ନାହିଁ। ମୁଁ ଖାଲି ସେ ଯୋଉ ଦେହ ଛାଡ଼ିବି ନବାନି ବସ୍ତ୍ରାଣୀ ଯେମିତିକା ସେ ଯୋଉ ବୈଷ୍ଣବ କଥା କହୁଥିଲେ ବୋଲେ ଏଇ ଯୋଉ ଗୋଟେ ସବୁ କଏଦୀ ମାନଙ୍କର ଗୋଟେ ଗୋଟେ ନମ୍ବର ଥାଏନି 786 350 ସେ ଯୋଉ କଏଦୀ ଆମର ସବୁ ସେଇ ଯୋଉ ମୁଁ ଏଇ ଜନ୍ମର ଯେ କଏଦୀ ଏ ଜନ୍ମର ମୋର ନାମ ହେଉଛି ଅଶୋକ ଆରେ ମୋର ଆଉ ଗୋଟେ କିଛି ଥିଲା। ତେଣୁ ପ୍ରତ୍ୟେକ ଆମେ ସମସ୍ତେ କିନ୍ତୁ ସେଇ ଅବସ୍ଥା ଆମକୁ କିନ୍ତୁ ଏଇ ଭାବ ଭିତରକୁ ଆମକୁ ଆସିତେ ହେବ ଏବଂ ସେଇଟା ସେଇ ଭାବ ଭିତରକୁ ଆସିବା ପାଇଁ ହେଲେ ତାଙ୍କୁ ହିଁ ଆମକୁ ସ୍ମରଣ କରିବାକୁ ପଡ଼ିବ। ଏବଂ ତାଙ୍କ ଛଡ଼ା ଆଜି ପାର୍ଥ ବାବୁ ଯେ କଥାଟା କହୁଥିଲେ ସେଇ କଥା ମୁଁ ଆଉ ଗୋଟେ କଥା ଗୋଟେ ବୈଜ୍ଞାନିକ ଇଏ ମୁଁ ସେ କଥା କହୁଛି। ଠାକୁର ତ କହିଛନ୍ତି ସେ କଥାଟା ଯେ ଯଦି ତୁମେ ଏମିତି ଭାବରେ ଚାଲିବ ତାହେଲେ ମଣିଷ ଜାତିର ବୁନିୟାଦ ରୂପ ପାଇବ। ଅର୍ଥାତ୍ ଏ କଥାର ଅର୍ଥ ମଣିଷ ଜାତି କିନ୍ତୁ ରହିବ ନାହିଁ। ମଣିଷ ଯେ ଗୋଟେ ସୃଷ୍ଟି ଭଗବାନଙ୍କ ସୃଷ୍ଟି ଆମେ କ'ଣ କହୁଛୁ ନା ମଣିଷ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୁଷ୍ଟ ଭଗବାନ ଭାଗବତ যে কথাটা আছে দেখি সন্তুষ্ট ভগবান তার কোন মনুষ্য দেহে দিব্য জ্ঞান আছে যদি আমার পাখে দিব্য জ্ঞান ন রহিব তার মনুষ্য নুহে জ্ঞানহীন জন পশু ভি সমান যে মনুষ্য পাখে জ্ঞান না আহার নিদ্রা ভয় মৈথুন এই চারটা জিনিস খাইবা গোটে ছোট পিলাকে শিখা হুয়ে না নিদ গোটে ছোট পিলাকে বি শিখা হুয়ে না জন্ম হলা পরে সে আপে আপে নিদি যায় আপে আপে ভোক লাগলে কান্দে আহার নিদ্রা ভয় গোটে ভয়টা ছোট পিলাকে বি কেହି শিখাই গোটে যদি একা চালিয়ে যাবো গোটে শব্দ হলে ঠক শব্দ হব ডরিଯିବ পড়িকি আমার বি আখি পতরে আপে আপে বলে যাবি আপে আপে এই জিনিসটা আউ পিলা জন্ম করা এইগুড়াক কেহি কাহাକୁ শিখাই না এগুলো ভগবানଙ୍କର এতে মানে আম মানে সবু জীব ভিতরে এতে স্পন্টানিয়াস এতে অটোমেটিক কিন্তু মଣିষ পাখে গোটে এক্সট্রা জিনিস ଅଛି সেটা হচ্ছে দিব্য জ্ঞান তাঙ্কু বুঝিবার ক্ষমতা ତାଙ୍କ ପଥେ ଚାଲିବାର ମାନେ କ୍ଷମତା ତାଙ୍କ ପାଖରେ ଚାଲିବାର ଯୋଉ ନିଜ ପାଖରେ ସେଇ କ୍ୱାଲିଟି ଅଛି ଭଗବାନ ସେଟା ଦେଇଛନ୍ତି ଆମକୁ ସେଇଟା ଏବଂ ତାଙ୍କୁ ଯଦି ଆମେ ସମର୍ପଣ ଯଦି ନ କରିବା ଠାକୁର କହିଲେ ଶିକ୍ଷାଗୁରୁ থাকো না অনেক শিখো যেমন পারো ইষ্টগুরু একে কিন্তু নিষ্ঠা সহ ধর। ছোট ପିଲାର 5 ବର୍ଷ ବୟସ ସୁସ୍ମିତା 5 ବର୍ଷ ବୟସ ଏବେ ବାପା ମା ଚିନ୍ତା କରୁଛନ୍ତି ତାକୁ ପାଠ ପଢେଇବେ ପାଠ ପଢାও কিন্তু ପାଠ ସାଙ୍ଗରେ ଯଦି ଏଇଟା ନହେଲା କିଛି ଲାଭ ନାହିଁ। ମୁଁ ଗୋଟେ ମାନେ ଭଗବାନ କେମିତି ଭାବରେ ବଞ୍ଚାନ୍ତି ଏବଂ ଯଦି ଆମେ ତାଙ୍କ ପାଖରେ ଶରଣାଗତ ନ ହେବା ଆମେ ମରିଯିବା କିନ୍ତୁ ମାନେ ଏ ଦେହ ରହିବ ନାହିଁ ଆମର ବାପା ମା ରହିବେ ନାହିଁ ଘର ଦ୍ୱାର ବାଡ଼ି କିଛି ରହିବ ନାହିଁ ଏତେ ଡେଞ୍ଜରସ୍ ସିଚୁଏସନ୍। ସେ ଯୋଉ କଥାଟା କହୁଥିଲେ ପାଠ ସେ କଥାଟା ମୁଁ କହୁଛି ଠାକୁର ଏ କଥାଟା କହିଛନ୍ତି ଯେ ତୁମର ମଣିଷ ଜାତିର ବୁନିୟାଦ ମଧ୍ୟ ନଷ୍ଟ ହେଇଯିବ। ତେଣୁ ଏବଂ ଜଣେ ଅକ୍ସଫୋର୍ଡ ଜଣେ ସାଇଣ୍ଟିଷ୍ଟ ଜଣେ ବୈଜ୍ଞାନିକ ସେ କହିଛନ୍ତି ଯେ ଆଗାମୀ କିଛି ଏଇ ମଣିଷ ତିଆରି ହେଇକି ପ୍ରଥମେ ମଣିଷ ନଥିଲା ଆମେ ଯୋଉ ଯାହା ଜାଣିଛେ ମାନେ ଏମିବାରେ ତିଆରି ହେଲା ମାନେ ଏକକୋଷୀ ଜୀବ ସେଇଠି ପାଖରୁ କମ୍ପ୍ଲେକ୍ସ ହେଇକି ମଣିଷ ବହୁତ କମ୍ପ୍ଲେକ୍ସ ଆମ ଭିତରେ ଗୋଟେ ବହୁତ ବଡ଼ ବିଜ୍ଞାନ ଚାଲିଛି ଆମ ଭିତରେ। ଆମେ ଯୋଉ ଖାଦ୍ୟ ଖାଉଛୁ ସେ ଖାଦ୍ୟଟାକୁ 3 ରକମର ବ୍ୟବହାର ହୁଏ ଆମେ ଯାହା ଖାଦ୍ୟ ଖାଉଛୁ ତାକୁ 3 ରକମର ବ୍ୟବହାର ଠାକୁର କହୁଛନ୍ତି ଏମন সময় আসবে যখন অন্যতম আর কিছু লাগবে না ଆମେ ଯଦି ସେଇ ଅବସ୍ଥାକୁ ଯାଇପାରିବା ତାହେଲେ ଆମର କିଛି ହବ ନାହିଁ ଆମେ ମରିବା ନାହିଁ ଆମକୁ ସେଇ ଅବସ୍ଥାକୁ ଆମେ କହୁଛନ୍ତି ଆମେ ଭଜନ ଇଏରେ ଯଦି ଆମେ ସେଇ ଅବସ୍ଥାକୁ ଚାଲିଯିବା ଆମେ ଅନ୍ନଟନ ଲାଗିବ ନାହିଁ ଯେମିତି ଅନ୍ନଟନ ଲାଗିନଥିଲା ରାମ ନାମ କରୁ କରୁ 1000 ବର୍ଷ ବଞ୍ଚିଥିଲେ ଦଶରଥନାଗର 1000 ବର୍ଷ ବଞ୍ଚିଥିଲେ କିନ୍ତୁ କିଛି ଖାଇବା ଦରକାର ନାହିଁ। ଆମେ ସବୁ ଜାଣିଛେ ତ ସୂର୍ଯ୍ୟ ପାଖରୁ ଭିଟାମିନ୍ ଡି ଆସେ ଭିଟାମିନ୍ ଡି ଯଦି ନ ଆସିବ ଆମ ଦେହକୁ ସୂର୍ଯ୍ୟ କିରଣ ଯଦି ନ ପଡ଼ିବ ଆମ ଦେହରେ এবং সূর্যকিরণ পড়িলে ଆମ এই যে ଚମଡ଼ା ସାଙ୍ଗରେ ଗୋଟେ ରିଆକ୍ସନ୍ ହୁଏ ଯାହାର ଭିଟାମିନ୍ ଡି ତିଆରି ହୁଏ ଆଉ ଭିଟାମିନ୍ ଡି ଯଦି ରହିବ ଆମେ ବଞ୍ଚି ପାରିବାନି। ଖାଲି ହାଡ଼ ନୁହେଁ ଆମ ଦେହର ଇମ୍ୟୁନିଟି ନଷ୍ଟ ହେଇଯିବ ଆମ ଦେହର ହାଡ଼ ତ ଭାଙ୍ଗିଯିବ ମାନେ ରହିବ ନାହିଁ ହାଡ଼ ଚୁନା ହେଇଯିବ କାରଣ କ୍ୟାଲସିୟମ୍ ଆବଜର୍ବ କରିପାରିବ ନାହିଁ। ଆହୁରି ବହୁତ ଗୁଡ଼ା କଥା ଅଛି ଏବଂ ଆକ୍ଚୁଆଲି ବାୟୁମଣ୍ଡଳରୁ ସବୁଗୁଡ଼ା ଜିନିଷ ଆମକୁ ମିଳେ ମାନେ ଭଗବାନ କିନ୍ତୁ ସୃଷ୍ଟି କରିଛନ୍ତି ଆମେ ସମସ୍ତେ ଦେଖିବା ଆମ ବହୁତ ଲୋକ ବହୁତ ଗୁଡ଼ା କମ୍ପ୍ଲେନ୍ କରନ୍ତି ଇଷ୍ଟପତି ଠାକୁରଙ୍କର ଗୋଟେ ବହୁତ ମାନେ ଗୋଟେ ଜିନିଷ ତା ବିଷୟରେ ବହୁତ କ୍ରିଟିସିଜମ୍ କରନ୍ତି ଇଷ୍ଟପତି କ୍ରିଟିସିଜମ୍ ତ ମୁଁ ଆପଣମାନଙ୍କୁ ଗୋଟେ ଉଦାହରଣ ଦେଉଛି ସେ କେମିତି ପ୍ରତ୍ୟେକ ଦିନ 2000 ଟଙ୍କା ଦିଅନ୍ତି ସମସ୍ତଙ୍କୁ ପ୍ରତ୍ୟେକ ସକାଳୁ 2000 ଟଙ୍କା ସାଂସନ୍ କରନ୍ତି ତାପରେ ଆମେ ବଞ୍ଚିବା ଆରମ୍ଭ କରୁ ପ୍ରତ୍ୟେକ ଦିନ 2000 ଟଙ୍କା ଆମେ ଯଦି 2000 ଟଙ୍କା ଇଷ୍ଟପତି କରୁନେ ପ୍ରତ୍ୟେକ ଦିନ ତାମାନେ ଆମେ ତାପରେ ଧାରୁଆ ରହୁଛୁ ଏବଂ ସେଇଥିପାଇଁ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ଇଷ୍ଟାନ୍ ଭଗବାନ ହି ବୋଧେ ବୋଧାସନ୍ତେ ଯଜ୍ଞ ଭାବିତା
तो ये नदर्तन जो भुक्त स्तेन बस से कहते जे इष्टान भोगान इष्टंकु भोग इष्टंको भोग अर्पण न कर इष्टान भोगान हिब देव दास्यंत यज्ञ भाविता यज्ञ यज्ञ द्वारा तांको जदि दिया न हुए तो कहते दबा उचित तो ये नदर्तन जो भुक्त स्तेन मत खाई चोर स्तेन मान चोर भगवान किमती प्रत्येक दिन 2000 टका मिनिमम 2000 टका आम शरीर जहाँ कि देखुचे 5टा महाभूत तैयारी 5टा महाभूत क्षिति तेज मरुत बात 5टा ये भितर गोटे गोटे पंचभूत महाभूत हूँ मरुत वायु ठीक है बिना ऑक्सीजन आम बची पार कि ठाकुर तो पंडित कहते बिना ऑक्सीजन बची ठाकुर सूर्य भितर भी मनुष्य अच्छे ठाकुर कहते ये भी ठाकुर थे कहते ठाकुर तो डेपुटेशन जाती विभिन्न जगह आम समस्त डेपुटेशन जाऊ कि आम समस्ते आज बालेश्वर चाकरी कर टीचर से आउ गोटे मालकानगिरी जाती किसी दिन डेपुटेशन से हुए तो आम समस्त डेपुटेशन जाऊँ नागरिक कथा ठाकुर ठाकुर गोटे जगह कहते भयस मो पाखे अच्छी ठाकुर भयसटा जे आम तो कुटार मतन जेखाने आमाके उड़िए नहीं जाए सेखाने चले जाए ठाकुर जन्म वृत्तांत कहते अंधार भर गोटे सूर्य भर आसिले जे कथा कहते माने कथा आमको बुझते आम कि ठाकुर कहते तुम शक्तिर तन तुम परम पिता सन्तान तुम परम पिता जदि आड़ को पछ कर अंधकार अंधकार पड़ी आम एक्चुअली बुझी पारूना आम एक्चुअली जापर बचार क्षमता ना आम पाखे बचार क्षमता ना तेणु आम से अक्षर कथा कहते से कथा कहूँ से कहते आम पिला पाठ पढ़ी दूँ भावुँ पिला चाकरी कर पिला पैसा इनकम कर पैसा मनुष्य बची मो पाखे पैसा थी मो ऑक्सीजन आप जानते लोकर रोग हुए ये फुसफुस जेटा से ऑक्सीजन को ये एब्जॉर्ब कर ग्रहण कर ना मो पाखे पैसा अच्छी प्रत्येक दिन मुझे लक्षे टका खर्च कर पारि तथा मुझे बची पारि ना लोक अच्छे प्रत्येक लक्ष्य कौन प्रत्येक घंटा को लक्षे टका खर्च कर किंतु सब बची पार बचापी एप्रुवाल दरकार भगवान बिना एप्रुवाल आम बची पार ना छड़ा बचार ना छड़ा बचार दरकार भी बची लाभ ना बची किसी लाभ ना जदि सी ना मोर 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 किसी आवश्यकता ना परम पिता छाड़ा बाप छाड़ा पुअर किसी काम ना दुनिया सी हूँ बाप पिता पिता परम पिता सी तो छाड़ा आम बचार ना से गोटे उदाहरण गोटे काल्कुलेसन करती गोटे मनीष प्रत्येक मिनिट रे 5 ml ऑक्सीजन दिए गोटे सुस्थ मनीष 5 मिलीलीटर ऑक्सीजन निए श्वास निए छाड़े ताले प्रत्येक घंटा को केते 300 मिलीलीटर 5 आउ 60 300 मिलीलीटर प्रत्येक दिन 24 घंटा 24 और 3 गुण 7 लीटर 200 मिलीलीटर एटा कि फ्री मिलू एटा कौन फ्री मिलू या मु इनकम करी नहीं या मु पाठ पढ़ी नहीं या मु जमी को जाए चाष करने या मु गोटे दुकान करी ना बिजनेस करे ना एटा गुड़ा मु किसी करने मत कि ऑक्सीजन मिल नॉन मत 2000 टका मो घर 16 जन लोक मो घर 16 जन लोक प्रत्येक दिन प्रभु प्रभु मोर 32,000 टका ऑक्सीजन मत दौर मुझे प्रत्येक दिन मो चाकरी कर 32,000 टका इनकम करे प्रत्येक दिन 32,000 टका इनकम करे ना प्रत्येक दिन 32,000 टका मतलब मासक केते टका दौर से 9,60,000 टका ऑक्सीजन से दौर मत प्रत्येक मास मत 9,60,000 टका आ वर्ष को 12,100 गोटे कोटी केते टका होची गोटे कोटी टका मिनिमम गोटे कोटी टका से दौर मत मु घर बड़ पो घर दायित्व मसुल दायित्व मोर तेणु मत सी गोटे कोटी टका प्रत्येक वर्ष सेक्शन कर मो धर गोटे कोटी टका नुहे एटा निश्चित स्वीकार करने मत किसी असुविधा ना माने छाड़ा कि मोर गति ना कि मुझे किसी करूना मु स्कूल पाठ पढ़ुची पाठ पढ़ाई बाप लक्ष लक्ष टका खर्च करू किंतु पाखे दीक्षा ग्रहण करने उद्देश्य जहाँ सी जहाँ करना तो बंच प्रश्न उठूना बंचना होना से बंचा होना ठाकुर से गोटे बढ़िया कथा कहले गोटे निज धान नहीं थापल जरा
জ্যান্ত মারা রইল তারা, ইষ্ট ধান্দাই ঘুরল যে বাজিমাত করল। বাজিমাত সেই করলা, এটা সাদা কথা। ঠাকুর বহু সাদা সাদা কথা বলুন, এইটা বলে বুঝে নেবা। ঠাকুরকে বাণী গুড়া করে সমস্ত প্রত্যেক দিন আমি কিছু না, এটা পাঠ করে দরকার নাই। শ্রীমা শ্রী আশ্রমରେ ଜଣେ ବାବାଜୀ ମହାରାଜ ବୋଲି ଜଣେ ଲୋକ ଥିଲେ, ନାହାନ୍ତି। ସେ କ୍ଲାସ 4 ଯାଏ ପାଠ ପଢୁଥିଲେ, 4th ଶ୍ରେଣୀ। ସିଏ ସ୍ପିଚ୍ ଦେଲା ବେଳେ ନା ବହୁତ ଜ୍ଞାନୀ ମାନି ଲୋକ ମାନେ ହାଁ କରି ଯାଇ ବସନ୍ତି, କାରଣ ତାଙ୍କ ଦୟା, ତାଙ୍କ ଯଦି ଦୟା ହବ ମୁକଙ୍କର ଅତି ଆଚାର ମଙ୍ଗଳଂ ହେତେ ଗିରି କୃପା ମଙ୍ଗନ୍ତେ ହେ ପରମାନନ୍ଦ ମାଧବ। ତାଙ୍କର ଯଦି ଇଚ୍ଛା ହୁଏ ମୁକ ବି ବାଚାଳ ଭଳିଆ କଥା କହିପାରିବ। ଆଉ ମୁକଙ୍କର ଅତି ଆଚାର ପଙ୍ଗୁ ଯାହାର ଗୋଡ଼ ହାତ ନାହିଁ ସିଏ ବି ଗିରି ଲଙ୍ଘନ କରିପାରିବ। କେବଳ ଗୋଟେ ଜିନିଷ, କେବଳ ଗୋଟେ ଜିନିଷ ଦରକାର, ମଣିଷ ବଞ୍ଚିବା ପାଇଁ ଗୋଟେ ଜିନିଷ ଦରକାର, କେବଳ ତାଙ୍କରି କୃପା, ତାଙ୍କରି ଜଗନ୍ନାଥ, ତାଙ୍କୁ ଫଳ କରି ଇଷ୍ଟ ଅନୁଗାମୀ, କେବଳ ତାଙ୍କୁ ଯଦି ଆମେ ଫଳ କରିବା ତେବେ ଯାଇ ବଞ୍ଚିବା, ନହେଲେ ବଞ୍ଚିପାରିବା ନାହିଁ। ନହେଲେ ବଞ୍ଚିପାରିବା ନାହିଁ। ଏଇ ଆଇଡ଼ିଆ ଯଦି ଆମକୁ ମନକୁ ଆସିବ ତେବେ ଯାଇ ବଞ୍ଚିବା। ମୁଁ ଥରେ ମରିଯାଇଥିଲି, ଆଉ ଥରେ ବଞ୍ଚିଛି। ମୁଁ ଗୋଟେ ଉଦାହରଣ ମୁଁ ଆପଣ ସମସ୍ତଙ୍କୁ ନିଶ୍ଚିତ ଭାବରେ କହିବି। ବହୁତ ମାନେ ଇଏ କଥା। ମୁଁ ବାଲେଶ୍ୱର ଜିଲ୍ଲା ସ୍କୁଲରେ ପଢୁଥିଲି ସେତେବେଳେ, ମୋର ସେତେବେଳେ 15 ବର୍ଷ ବୟସ। ମୋର ଗୋଟେ ବହୁତ ଏଣ୍ଟିପାଟି ଥିଲା, ମାନେ ସହ୍ୟ କରିପାରିଥିଲି। ମୁଁ ବାଲେଶ୍ୱର ଜିଲ୍ଲା ସ୍କୁଲରେ 350 ପିଲା ମୋ କ୍ଲାସରେ, 5ଟା ସେକ୍ସନ, 300-350 ପିଲା। ତା ଭିତରେ ମୋ ଗୋଟେ ନିପଟ ମଫସଲରେ ମୋ ଘର। ବାପା ଜଣେ ପ୍ରାଇମେରୀ ସ୍କୁଲ ଟିଚର, ମାଳିପାଳ, ଏକଦମ ମଫସଲ। ସେତେବେଳେ ଆମ ଗାଁରେ ଆଣ୍ଠୁଏ କାଦ, ସେଇଠୁ ଯାଇକି ମୁଁ ଜିଲ୍ଲା ସ୍କୁଲରେ ପଢୁଥିଲି। ମୁଁ NITS ପାଇଲା ପରେ ବାପା ମୋତେ ନେଇକି ଯାଇଥିଲେ। ସେ ପିଲା ତା ବାପା ଜଣେ ପଲିଟିକାଲ ଲିଡର ସେତେବେଳେ, ଏବଂ ME ସ୍କୁଲର ହେଡମାଷ୍ଟର। ତାଙ୍କ ବାପା ଘର ବାହାନଗା। ସେ ମୋର ବିରୁଦ୍ଧରେ ବହୁତ ଲାଗିଲା। ଭଗବାନ ସେତେବେଳେ ମୁଁ ଦୀକ୍ଷା ନେଇଥିଲି। ମୁଁ 1986 ମସିହା ଜୁଲାଇ 6 ତାରିଖ ଦୀକ୍ଷା ନେଇଛି। ତ ସେତେବେଳେ ସେଟା ଭୁଲ ହେଇପାରେ, କିନ୍ତୁ ମୁଁ ଶୁକ୍ରବାର ଦିନ ପିଆଜ ରସୁଣ ଖାଉନଥିଲି। ସେଟା ଭୁଲ ହେଇପାରେ, କିନ୍ତୁ ମୁଁ ଶୁକ୍ରବାର ଦିନ ପିଆଜ ରସୁଣ ଖାଉନଥିଲି। ବାକି ଦିନ ହଷ୍ଟେଲରେ ଯାହା ହଉଥିଲା ଖାଉଥିଲି, ଶୁକ୍ରବାର ଦିନ ପିଆଜ ରସୁଣ ଖାଉନଥିଲି। ସେଇଟାର ସୁଯୋଗ ନେଲା। ମାନେ ଭଗବାନ କେମିତି ଭାବରେ ମାନେ একদম শেষ করে দিও, পুরা পুরা শেষ করে দেবে। তারপরে যদি তাଙ୍କୁ যদি সমর্পণ কি କରିଥିବ ସେ ବଞ୍ଚେଇ ଦେବେ। ମୋର ସେ ପୁନର୍ଜନ୍ମ ହେଇଥିଲା, ସେଇ କଥା ମୁଁ କହୁଛି। ସେଇ ଗୋଟେ ପିଲାକୁ ମୁଁ 1988 ମସିହାରେ, ସେଇ ବର୍ଷ ମୋ ନବମ କ୍ଲାସ୍ 9, ସେଇ ବର୍ଷ ମୋ ଭଉଣୀ ବାହାଘର ହେଲା। ମୁଁ ତାକୁ ହିଁ କେବଳ ନେଇକି ଆସିଲି ମୋ ହଷ୍ଟେଲରେ, କେବଳ ସେଇ ପିଲାକୁ ନେଇକି ଆସିଲି। ମୁଁ ଜାଣିଥିଲି ସେ ମୋ ବିରୁଦ୍ଧରେ ଲାଗୁଛି, କେବଳ ତାକୁ ନେଇକି ଆସିଲି। ସେ ଗଲା ପରେ ଆହୁରି ଫିରିୟସ୍ ହେଇଗଲା। ସେ ଏକଦମ ଇଏ ହେଇଗଲା, ମାନେ ମାରିଦେବା ପାଇଁ ଇଏ କରିଥିଲା। ସେ ଶୁକ୍ରବାର ଦିନ ମୁଁ ଖାଉନଥିଲି ମାଛ ମାଂସ, ପିଆଜ ରସୁଣ ଖାଉନଥିଲି। ତେଣୁ ଆମର ଯୋଉ ପୂଜାରୀ ଯିଏ ଥାଏ ନନା ଯିଏ, ସିଏ ହଷ୍ଟେଲର, ସିଏ କିଛି କରେ ସେଇ ଶୁକ୍ରବାର ଦିନ ମୋ ଖାଇବାଟାକୁ ମାନେ ଇଏ କରିବା ଆଗରୁ, ଛୁଙ୍କ ଦେବା ଆଗରୁ, ବଗେଇବା ଆଗରୁ ସେ ବାହାର କରି ଆଣିକି ରଖିଦିଏ। ମୋର ଗୋଟେ ବାଟି ଥାଏ, ସେ ବାଟି ରଖିଦିଏ ସିଝା। ହଁ ଖାଲି ସିଝା। ତ ସିଏ କିଛି ରଖିଦେଇଛି। ଇଏ ତାକୁ ହାତ କରିକି ସେଇଥିରେ 500 ମିଲିଗ୍ରାମର କନଷ୍ଟିପେସନ ହେଲେ ଯେଉଁ ମେଡିସିନଟା ଖିଆ ହୁଏ, କନଷ୍ଟିପେସନ ହେଲେ ମାନେ କୋଷ୍ଠକାଠିନ୍ୟ ହେଲା ପରେ ଯେ ମେଡିସିନ ଖାଇଲେ ଭଲ ହୁଏ, ସେଇ ମେଡିସିନ 500 ml 3ଟା, ମାନେ 1.5 ଗ୍ରାମ, 1.5 ଗ୍ରାମ ସେ ସେଇଥିରେ ଗୁଣ୍ଡ କରିକି ମିଶି ଦେଇଛି। ମୁଁ ଖାଇଦେଇଛି, ପୁରା ଖାଇଦେଇଛି। ସବୁ ଡାଲମା ଭଳିଆ ହେଇଥିଲା, ଖାଇଦେଇଛି। ଖାଇସାରିଲା ପରେ ରାତି 3ଟାରେ ମୋତେ କିନ୍ତୁ ଝାଡ଼ା ଆରମ୍ଭ ହେଇଛି। ମୋତେ କିଛି ହେଇନି, ମୋତେ କୋଷ୍ଠକାଠିନ୍ୟ ହେଇନି। ମୁଁ ସେ ମେଡିସିନ ଖାଇଛି, 1.5 ଗ୍ରାମ ମେଡିସିନ ଖାଇଛି, 500 ml 3ଟା। ପରେ ଜଣା ପଡ଼ିଲା। ମୁଁ ତ ଜାଣିନଥିଲି ସେ ମିଶିଛି ବୋଲି। ମୁଁ ତ ମହାନନ୍ଦରେ ଖାଇଦେଇଛି। ସେତେବେଳେ ଫେର ପ୍ରସାଦ ହେଇଥିଲା ମୋ ପାଇଁ, ପ୍ରସାଦରେ ମିଶିଥିଲା। ତ ରାତି 3ଟା ଭିତରେ ପାଇଖାନା ଆରମ୍ଭ ହେଲା। ସକାଳ ମାନେ ପ୍ରଥମେ ଅଧଘଣ୍ଟା ଅନ୍ତର ହେଲା। ସେତେବେଳେ ମୁଁ କ୍ଲାସ୍ 10 ତ, ଆଉ କ୍ଲାସ୍ 10 ପିଲାଙ୍କ ପାଇଁ ଗୋଟେ ଅଲଗା ସେଫ୍ଟି ବାଥରୁମ୍ ଥାଏ, ଇଏ ଥାଏ ବାଥରୁମ୍। ତ ସେଠି ପାଇଖାନା ଯାଉଛି। ମୁଁ ବାହାରକୁ 8, 9, 6, 7, 8, 9 ପିଲାଙ୍କ ପାଇଁ ଯେମିତି ବାହାର ଥାଏ ସେଠିକି ଯାଉନି, ମୁଁ ବାହାରକୁ ଯାଉଛି, ଏ ଭିତରକୁ ଯାଉଛି। ତାପରେ 15 ମିନିଟ୍ ଅନ୍ତର, ତାପରେ 5 ମିନିଟ୍ ଅନ୍ତର, ତାପରେ ଗାମୁଛା ଖୋଲିବା ପାଇଁ ପଡ଼ିଲାଣି। ଏମିତି ହେଇକି ସକାଳ 7ଟା ଭିତରେ ବୋଧେ 50, 60, 70 ମୁଁ ଗଣି ନାହିଁ। ମୁଁ କିନ୍ତୁ ପାଣି ଟିକେ ପିଉଥିଲି। ତାପରେ ଜଳେଶ୍ୱର ତାଙ୍କର ମୋ ସାର୍, ସେ ସଂସ୍କୃତ ଟିଚର, ସେ ନାହାନ୍ତି ସାର୍, ମୋ ହେମନ୍ତ ପଣ୍ଡା, ସିଏ ସକାଳେ ଆସିଲେ ଟ୍ୟୁସନ୍ କରିବା ପାଇଁ।
ट्यूशन पढ़ा आसती सी आसी मैंने सांस्कृतिक ट्यूशन पढ़ाती हस्टेल से हस्टेल से गोटे करिडोर रकम अच्छी से बस गोटे मशा पकई किसी पिला बस आम सबुद सकाल 7टा 9टा संध्या 7टा 9टा स्टडी पिरियड था से समय जनरली आम उठुने मैं उठवार ना बेसी सी देख बारंबार मुझे जाऊँगी पायखाना मतलब लगे शुण किसी मुझे नहीं सारे रात 3टा रोज बस ये मुझे आठी पड़नी कल जीव बाहर संगे मौसम मैंने से डिहाइड्रेशन है मतलब वर्षा बंद है मत खाली बजार वर्षा हो जमन ना हो सेटा शनिवार था शनिवार सकाल 7टा आवाते मु पूरा बालेश्वर संगे संगे गोटे पिला मत साइकेल नहीं गला बालेश्वर हॉस्पिटल सेठी पूरा 3 दिन पर मत परिश्रा है जदि टिके डेरी हो सार जदि से दिन शनिवार दिन आसी न था ट्यूशन पढ़ा सरी था से दिन सरी था जेहेतु प्रसाद खाई ना से किसी है এটা কেবল গোটে মাত্র এইটাকে যে বুঝিব যে মানিব তাপাই সত হব নহলে সত হই পারিব নাই মানে ভাবি এমনি মরিবার ছিল মরিগলা লোক কোনটা মরিবার কাহারি মরিবার নথিলা কিন্তু কেহে মরন ঠাকুর সেটা কইলে না ঠাকুর আর বড়িয়া কথা কইছেন আর বড়িয়া কথা কইছেন মরিয়া বিশেষ জন্ম দিবসের মৃত্যু কথা আমি ভাবিবা উচিত যে জন্ম নাই মৃত্যু নাই আমার কিছু নাই আমার জন্ম বি নাই মৃত্যু নাই মু চুমুকি মু নিয়ারে পড়িবি নাই মু পড়িবি तब से भगवान श्री कृष्ण कहते नयनम छिन्दन्ति सत्राणि नयनम दहति पावकः न च क्रदन्तु चापो न सुसयति मारुतः नयनम छिन्दन्ति सत्राणि मते केही अस्त्र काटी पारिबो नाही नयनम छिन्दन्ति सत्राणि प्रहलाद को केते कथा कला करिवे ताकि मारि पार न ताकू सेही जल भितर बसि रखला जे गरम फुटुता जल सेटा बसला ताकू ठंडा लागुची माने नॉर्मल लागुची तो संभव कथा किंतु एटा संभव कथा एवं सबुटा संभव आम जदि भाविबा बुझिबा सेटा निश्चित भाव संभव हो आम देह 100 डिग्री टेम्परेचर ग्रहण करूना किंतु आम देह को जब सेमती पंचानन सरकार ठाकुर पंचानन सरकार ये ऑपरेशन होता प्रोस्टेट ऑपरेशन विदाउट एनी ये किसी ये दिया नथला एनास्थेसिया दरकार नहीं ताको एनास्थेसिया दरकार नहीं कारण ताको माने सेही ताको द्वारा से ताकोरी नाम रे प्रभावित से एमती ये करि करते जे कंट्रोल करते ए साइड से कंट्रोल करते people control से साइड का मुझे ए साइड का जा हो जो होता सेही बड़ा जो आम समुद्र से जोसला आगु लोग करूथले आज लोग करूना आज लोग भाबते हम छुआ पाठ पढिबा छुआ केमती केते टंका इनकम करी आम बापा माँ भर कंपिटिशन होता है खराब नुहे आदौ खराब आदौ कंपिटिशन करिया बहुत भल जिनिस पॉजिटिव कंपिटिशन करबा पाठ घर बहुत बेसी पाठ पढ़ा बहुत दरकार अछि से कथा नुहे मु माने बहुत भरपूर पाठ पढ़ी मो क्लास के सेकंड हे मो इंजीनियरिंग कॉलेज में यूनिवर्सिटी टॉपर एनआईटी दुर्गापुर रो मो यूनिवर्सिटी टॉपर इलेक्ट्रॉनिक्स कम्युनिकेशन इंजीनियरिंग तेणु सेगुड़ा कि असुविधा ना सेटा ऑटोमेटिक सेटा बहुत तुच्छ जिनिस पाठ पढ़ा से ठाकुर बोले ठाकुर साहब से कहते शिक्षा गुरु ठाकुर शिख जेमन पार इष्ट गुरु एवं किंतु निष्ठा सह धन এইটা প্রাইমারি করি কি সেটা সেকেন্ডারি করা উচিত এবং এইটা প্রাইমারি যেমন উপরে জল ঢাললে যেমন তলକୁ অটোমেটিক আসিব তল জল আনলে উপরে ଯିବ না আমি খালি শিক্ষা উপরে গুরুত্ব দেউছি দীক্ষা উপরে গুরুত্ব দেবুনু আমি দীক্ষা উপরে গুরুত্ব দেবু শিক্ষা অটোমেটিক কারণ সেটা তারপরে সেটা তাহাতে তলে ଅଛି दीक्षा तो तले अच्छी शिक्षा तो तले अच्छी से आमको से भाव माने पिलाटा को सही येटा माने करया पे चेष्टा करी जाने नहीं से फैमिली सस्टेन फैमिली की नाम जाने नहीं कि आग्रह करी आज जो गोटे बढ़िया गोटे तार जन्मदिन एमतिया आजकल बहुत हुआ किंतु जन्मदिन पार्टी हुए जन्मदिन पिला होटेल पार्टी हुए विभिन्न रकम खाइबा तैयारी हुए किंतु ठाकुर को बसई कि बेला गोटे भजन कीर्तन करबा एटा गोटे नियारा वर्तमान समय किसी मूल्यहीन एटा को जदि आमे भगवान कहला त माने बोधे माने बहुत बड़ श्रेणी लोक किंतु ना आदौ नुहे यही जिन सब गोटे करवा और आप मैंने तार से पिलार बाप माँ को सभी अनुरोध करी बर्तमान पाख एटलिस्ट से पिलाटा को माछ खुआतु से पिलाटा को माछ खुआतु निजे तो खाइबा उचित जेनता शरण माँ कहले जे कथाटा निजे जदि ठीक न पिला को करि परबे निजे जदि माछ खाइबो पिला को से करि हो नै मु गोटे मोर भी पिला अछि दुटा पिला 21 वर्ष दुटा माने पुओ झियो दुटा सारा जाड़ा पिला
ମୁଁ ବାହାଘର ପରେ ମୁଁ ତ ନିଜ ଜୀବନ ମାନେ ଏଇଭଳି ପାଠ ପଢିବା ଜୀବନରେ ମୁଁ କେବେ ଫିଲ୍ମ ଦେଖି ନାହିଁ। ମୋ ଜୀବନ 2ଟା କି 3ଟା ଖଣ୍ଡେ ଫିଲ୍ମ ଦେଖିଥିଲି। ଫିଲ୍ମ ଦେଖେ ନାହିଁ। ମୁଁ ବାହାଘର ପରେ ମୋ ସ୍ତ୍ରୀକୁ ନେଇକି କୋଉ ଫିଲ୍ମ ଯାଇନି, ବାହାରେ କେବେ ଖାଇବା ପାଇଁ ବି ଯାଇନି। ମୋ ଅଫିସରେ ମାନେ ଫରେନର୍ସ ସେମାନେ ସବୁ ପାର୍ଟି ଯାଆନ୍ତି। ମୁଁ ଯେତେବେଳେ ପ୍ରଥମେ ଚାକିରି କରିଥିଲି, ମୋର 22 ବର୍ଷ ବୟସ ସେତେବେଳେ ମତେ ଫାଷ୍ଟ ପାର୍ଟି ଡାକିଥିଲା। ମୁଁ ସିଧା ମନା କରିଦେଲି। ମତେ ଜଣେ କହିଲେ ଦେଖ ମୋ ଚାକିରି ପ୍ରାଇମେରୀ ନୁହେଁ, ମୋ ପାଇଁ ଠାକୁର ପାଇବି। ମୁଁ ଏକଥାଟା ଗର୍ବସ୍ୱର କହିବା ପାଇଁ କହୁଛି ଏଇଥିପାଇଁ, ମୁଁ ଭାବୁଛି ଏମିତି ସମସ୍ତେ କହିବା ଉଚିତ। ଏବଂ କାରଣ ସେଇ ଭାବରେ ଆମକୁ ଶିଖାଇଥିଲା ଆମର ପ୍ରାଇମେରୀ ସିଏ। କିନ୍ତୁ ଯଦି ଜୀବନର ସିଏ ଯଦି ମୋ ପ୍ରାଇମେରୀ ଯଦି ନ ହେବେ, ମୋ ଜୀବନର ଯଦି ପ୍ରାଥମିକ ନ ହେବେ, ମୋ ଜୀବନର ସେକେଣ୍ଡରେ ଯଦି ସମୟ ପାଇବି ତାଙ୍କ ପାଇଁ କରିବି। ମୁଁ ଭାବୁଛି ଯଦି ସମୟ ପାଇବି ମୁଁ ପାଠ ପଢିବି, ଯଦି ସମୟ ପାଇ ପାଠ ପଢିବି ସେଇଟା କିନ୍ତୁ ପ୍ରଥମେ କରିବି। ତେବେ ଯାଇକି ଏଇଭଳିଆ ଆଚିଭମେଣ୍ଟ କିଛି କରିହବ। କୋଉ ଭଳିଆ ଆଚିଭମେଣ୍ଟ? ଯେମିତି ଠାକୁର ଯାହା କରିଛନ୍ତି, ଠାକୁର ଯାହା କରିବା ପାଇଁ କହୁଛନ୍ତି, ସିଏ ଯୋଉ କରିବା ପାଇଁ କହୁଛନ୍ତି ଯେ ଆମ ଭିତରେ ଯଦି ସେଇ ମାନେ ସ୍ମୃତି ବାହୀ ଚେତନା ଯଦି ଆଣିବା ପାଇଁ ହବ, ତାହେଲେ ଆମକୁ ଏଇ କାମଟା କର। এটা অটোমেটিক হবে। শ্রুতি ভাই চেতনা আনিব। ঠাকুর বললেন মা বৃষ্য মা যদি সত্যি মৃত্যু মা বলু পাই মরনা মারনা আর যদি মৃত্যু বলুপ্ত করে এমনি হবে। বহু সময় উপদে নেইগলি ତ ତେଣୁ ତାଙ୍କୁ ଜୀବନର ପ୍ରାଧାନ୍ୟ କରିବା ଉଚିତ। ଏବଂ ମୁଁ ସେଇ ବାପା ମାଙ୍କୁ ମାନେ ନିବେଦନ କରିବି ସେମାନେ ବର୍ତ୍ତମାନ ପାଖ, କାରଣ ଠାକୁର କହୁଛନ୍ତି ସବ୍ ଦୀକ୍ଷା ତୁ ଏଖୁଣି ନେ, ଏବେ ଏଇଠି ଠିକ ଅଛନ୍ତି। ଆଜି ଯଦି ସେମାନେ ଦୀକ୍ଷା ଦେଇନାହାନ୍ତି, ଏବେ ଦୀକ୍ଷା ନିଅନ୍ତି। ଏବେ ସମୟ ନାହିଁ ଆମ ପାଖରେ ସମୟ ନାହିଁ। ବାଳ କାଳ ଧନ ଧର୍ମ ମୁଁ ସଞ୍ଚିବି, ଏ ଜୀବନ ଅନିଶ୍ଚିତ, କିଏ ଜାଣେ କେତେବେଳେ ମୃତ୍ୟୁ ଆସି ହୋଇଯିବ ଉପସ୍ଥିତ। କୋଉ ମୃତ୍ୟୁ ତ ନାହିଁ। ଠାକୁର କହିଲେ ମୃତ୍ୟୁ ନାହିଁ, ଏଟା ପୁଣି କେମିତି କଥା? ମୃତ୍ୟୁ ନାହିଁ, କିନ୍ତୁ ସେଇ ମଧ୍ୟ ଠାକୁର ଆଉ ଗୋଟେ କଥା କହିଲେ ଯଦି ନିଜେ ଧାନ୍ଦା ଠାକୁର ଯାরা জ্যান্ত মরা রইল তারা। ଗୋଟେ ଜିଅନ୍ତ ସବୁ ଗୋଟେ ଯାତ୍ରା ଗୋଟେ ଆସିଥିଲା ଜିଅନ୍ତ ସବୁ। ଆମେ ପ୍ରକୃତ ଜିଅନ୍ତ ସବୁ ହେଇଯିବା ଯଦି ଆମ ପାଖରେ ଯଦି ଇଷ୍ଟ ଚେତନା ଯଦି ନ ରହିବ, ତାଙ୍କୁ ଭଲ ପାଇବାର ଯଦି ଚେତନା ନ ରହିବ, ତାଙ୍କୁ ଭଲ ପାଇବାର ଭାବନା ଯଦି ରହିବ, ତାଙ୍କୁ ଭଲ ପାଇବା ମାନେ କେମିତି? ତାଙ୍କୁ ଭଲ ପାଇବା ଠାକୁର ଯଦି আমাকে ভালোবাসে, আমার পুত্রকেও ভালোবাসবে। আই এম ফর দ্য লর্ড নট ফর আদার্স, আই এম ফর দ্য লর্ড অফ আদার্স। সে যদি মানে ତାଙ୍କୁ ଯଦି ଜଣେ ଯଦି ଲର୍ଡ ଭଗବାନଙ୍କର ଜଣେ ଯଦି ହେଲା, ତାହେଲେ ସମସ୍ତଙ୍କର ସେଇ ବିଷୟରେ ସତ୍ୟନାରାୟଣ ଠାକୁର ଗୋଟେ ବଢିଆ କଥା କହୁଛନ୍ତି ଯେ ଏକ ପାଇଁ ବହୁକୁ ଭଲ ପାଏ, ସେଇଟା ହଉଛି ଭକ୍ତି। ଆଉ ବହୁ ପାଇଁ ଏକକୁ ଭଲ ପାଇବା ସେ ହଉଛି ଆସ। ଏଇ ଭାବନା ଆମ ପାଖରେ ରହିବା ଉଚିତ। ମାନେ ଏଇ କଥା ଦେଖୁନ କେମିତି ଆମେ ଏକ ପାଇଁ এটা একটা বৈজ্ঞানিক কথা ମଧ୍ୟ ବହୁତ ସାଇଣ୍ଟିଫିକ କଥା। ଆମେ ଯେତେବେଳେ ସେଟା ନେଇକି এটা ଗୋଟେ ବହୁତ ବଡ଼ ବିଜ୍ଞାନର କଥା। ଠାକୁର କହୁଛନ୍ତି ଏକ ପାଇଁ ବହୁକୁ ଭଲ ପାଇବା, ସେଇଟା ହଉଛି ଭକ୍ତି। ଏକ ପାଇଁ ଆମର ଉଦ୍ଦେଶ୍ୟ ହଉଛି ତାଙ୍କ ପାଖରେ ପହଞ୍ଚିବେ, ଉଦ୍ଦେଶ୍ୟ ହଉଛି ଏକଚିତ ହେଇଯାଉ ତାଙ୍କରି ପାଖରେ, ତାଙ୍କରି ପଦାରେ ସେଇଥିପାଇଁ ବହୁକୁ ଭଲ ପାଇବା। ଆଇ ଏମ୍ ଫର ଦ୍য ଲର୍ଡ ନଟ୍ ଫର ଅଦର୍ସ, ଆଇ ଏମ୍ ଫର ଦ୍য ଲର୍ଡ ଅଫ ଅଦର୍ସ। ମୁଁ ଯେହେତୁ ତାଙ୍କୁ ପାଇବା ପାଇଁ ଚାହେଁ, ସେଇଠି ମୁଁ ସମସ୍ତଙ୍କୁ ଭଲ ପାଇବି, ସମସ୍ତଙ୍କୁ। ଆମେ ଆଜି ଆମ ପିଲାକୁ ମାନେ ମୁଁ ଏ ଯେ ପ୍ୟାରେଣ୍ଟ ମୁଁ ଫେସ୍ କରିଛି, ମୋ ଅଫିସର ପିଲାମାନେ କୁହନ୍ତି ତମେ ନ ଖାଇଲେ ନାହିଁ, ପିଲାଟା କମ ସେ କମ ଅଣ୍ଡା ଦିଏ। ମୁଁ ଜାଣିଛ ଆମ ଭାରତର ସର୍ବଶ୍ରେଷ୍ଠ ବୈଜ୍ଞାନିକ ମୋର ମଧ୍ୟ ଆଇଡେଣ୍ଟ ସେ, ଯାହା ମୁଁ ସେ ଚାକିରିଟା କରିପାରିଲି ନାହିଁ, ଭଗବାନଙ୍କର ଇଚ୍ଛା ଜାଣିନି। DRDOରେ ଇଏ ଥିଲେ ଡକ୍ଟର ଅବଦୁଲ କାଲାମ। ସେ କିନ୍ତୁ ଆଜୀବନ କିନ୍ତୁ ସେ ମାଛ ମାଂସ ଖାଇନାହାନ୍ତି। ସେ ଜଣେ ମୌଲବୀ ଘରର ମୁସଲମାନ, ଗୋଟେ ମୌଲବୀ ଫ୍ୟାମିଲିର ମୁସଲମାନ। ସେ ମାଛ ମାଂସ କେବେ ଖାଇନାହାନ୍ତି, କେବେ ବି ଖାଇନାହାନ୍ତି। ସିଏ ଇଣ୍ଡିଆର ନମ୍ବର 1 ସାଇଣ୍ଟିଷ୍ଟ। ମୁଁ ସେମାନଙ୍କୁ ସେଇ ମୁଁ ତ ଜବାବଟା ଦେଇପାରେ। ଦେଖ ଯଦି ଅବଦୁଲ କାଲାମ ବିନା ପିଆଜ ରସୁଣରେ ମାଛ ମାଂସ ନ ଖାଇକି ଯଦି ଏତେ ବଡ଼ ବୈଜ୍ଞାନିକ ହେଇପାରିଲେ, ଆମେ କାହିଁକି ପିଲାକୁ ଦବା? ତାପରେ 2 ନମ୍ବର କଥା, ସେ କହୁଛନ୍ତି ଯେ ତୁମେ ଯଦି ଖାଉଛ ନ ଖାଅ, ପିଲାକୁ ଦବ। ଏଇଟା ଆମକୁ ବୁଝିବା ପାଇଁ ପଡିବ। ଆମେ ଖାଇବାନି, ସବୁ ଅଧିକାଂଶ ଜାଗାରେ ମାନେ ଗୋଟେ ଚଳଣି ଅଛି, ବାପା ମା ଖାଆନ୍ତି କିନ୍ତୁ ପିଲା ଟିକେ ଖାଉ, ପିଲାର ବୁଦ୍ଧି ହବ। ଆଚ୍ଛା ଆମେ କାହିଁ ଖାଉନୁ? ଏଇଟା ବୁଝିବାକୁ ପଡିବ। ଆମେ କାହିଁ ଖାଉନୁ? ଆମେ ଖାଉନୁ କାରଣ ସେଟା ଖରାପ, ଆମ ପିଲା ଖାଇବ କାରଣ ସେଟା ଭଲ। এটা କେମିତି ହେଲା? ତାମାନେ ଆମ ପିଲା ଖାଉନୁ, ଏଇଟା ଆମେ ଭାବୁଛେ ତ। ଆମ ପାଖରେ ଫଣ୍ଡାମେଣ୍ଟାଲ କ୍ଲିୟର ହଉନି ତ। ଆମେ ଖାଇବା, ଆମେ କାହିଁ ଖାଉନୁ କାରଣ ସେଟା ଖାଇବା ଉଚିତ ନୁହେଁ, ଖାଇବା ଉଚିତ ନୁହେଁ। ଠାକୁର ଗୋଟେ ଜାଗାରେ କହୁଛନ୍ତି ଯେ ଲେଟ୍ ଦେମ୍ ଲିଭ୍ ଦେୟାର ଓନ୍ ଲାଇଫ୍। ଏଇ ଯୋଉ
ଆମେ ଗୋଟେ ମାନେ ଏଇ ଯୋଉ ଆମ ପିଲାର ମଙ୍ଗଳ କାମନା କରୁଛୁ ତ ଯୋଉ ଗୋଟେ ଛେଳିର ପିଲା ତା ମାର କାନ୍ଦୁ ନାହିଁ ତା ମା କାନ୍ଦେନି ତା ମା ବି କାନ୍ଦେ ଏଇ କିଛି ଦିନ ଆଗରୁ ମୁଁ ଶୁଣିଥିଲି ଆମ ସେପଟେ ହାତୀ ଆସେ ଏଇ ହାତୀ ଗୋଟେ ସାଇଡରେ ଗୋଟେ ହାତୀ ପରେ ମରିଗଲା ଜଙ୍ଗଲ ସାରା ହାତୀ ଆସି ପହଞ୍ଚିଲା ହାତୀ ଛୁଆ ଗୋଟେ ମରିଗଲା ହାତୀ ଛୁଆ ମରିଗଲା ମାନେ ସେ ମା ମରିଗଲା ମାନେ ଛୁଆ ପ୍ରସବ ହେଲା ବେଳେ ମା ମରିଗଲା ଜଙ୍ଗଲ ସାରା ହାତୀ ସେଠି ପହଞ୍ଚିଲା ବହୁତ ବହୁତ କଥା ଅଛି ଆଜି ସେ ବିଷୟରେ ବହୁତ କଥା ଅଛି କିନ୍ତୁ ତା ଆମକୁ ବୁଝିବାକୁ ପଡିବ ତା ଆମେ ମାଛ ମାଂସ ଖାଉନୁ କାହିଁକି ନା ମୋ ଅମଙ୍ଗଳ ହବ ବୋଲି ଭଲ ହବ ବୋଲି ବଞ୍ଚିବା ବୋଲି ଆମେ ଖାଉନୁ କାରଣ ବଞ୍ଚିବା ପାଇଁ ଆମେ ଚାହୁଁଛୁ ସେଥିପାଇଁ ଖାଉନୁ ଆମ ପିଲାଠୁ ଖାଇବା ଦେଲେ ଆମ ପିଲା ମରିଯାଉ କି ପ୍ରାର୍ଥନା ଭିତରେ ଠାକୁର ଯାହା ଯାହା ପ୍ରାର୍ଥନା କଥା କହୁଛନ୍ତି ନା ଯାହା ଯାହା ପ୍ରାର୍ଥନା କଥା କହୁଛନ୍ତି ସବୁର ପ୍ରାର୍ଥନା ଆମକୁ କରିବାକୁ ପଡିବ ଆମକୁ କରତେ ମୁଁ ନ କରିବା ପାରିବା ନାହିଁ କୃପା କର ହୋ ପାଉ ଡୁ ବି ଆଣ୍ଡ ଗେଟ୍ ପଢିକି ହବା ଠାକୁର କହୁଛନ୍ତି ସତ୍ୟାନୁସରଣରେ ଯେ ପଢି ପାସ୍ ନ କରି ୟୁନିଭର୍ସିଟି କେବେ କାହାକୁ ଉପାଧି ଦେଇନଥାଏ ପଢି ଯଦି ପାସ୍ ନ କରିବା ତେବେ କୌଣସି ୟୁନିଭର୍ସିଟିର ଉପାଧି ମିଳିବ ନାହିଁ ସେମିତି ତାଙ୍କ ପାଖରୁ ଯଦି ଆମେ ସିଏ ଯାହା କହୁଛନ୍ତି ଆମେ ନ କରିବା ଆମେ କିନ୍ତୁ ପାଇପାରିବା ଆମେ କିନ୍ତୁ ଆମ ଜୀବନର ଉଦ୍ଦେଶ୍ୟ ଠାକୁର ଆମ ଜୀବନର ଉଦ୍ଦେଶ୍ୟ କଣ ଆମ ଜୀବନର ଉଦ୍ଦେଶ୍ୟ ଠାକୁର କହୁଛନ୍ତି যে স্মৃতিবাহী চেতনা আসলে কি সব সেই যে আমার আত্মা শুদ্ধি আমি চাই শুদ্ধা এবং ঠাকুর কাহিঁকি যাবো এই যে আমি যদি ঠাকুর ভজিবা ঠাকুর কিছু হব আমি যে ন ভজিবা তাঁর কিছু হব ঠাকুর যে আমার ভিতরে সমস্ত ভিতরে কিন্তু সর্বদেহে বিদ্যমান দেহ নন্দী ঘোষ কই বিজয় জগন্নাথ এ দেহ হচ্ছে নন্দী ঘোষ এ দেহটা হচ্ছে নন্দী ঘোষ এটা কিছু নয় মাটি কাঠ পত্র সেই পঞ্চমহাভূত তৈরি য়া ভিতরে নন্দী ঘোষ রথরে সে রথাড়ু রহিଛନ୍ତି সে পরম প্রেম শিষ্য ঠাকুর যদি সেইটাକୁ ଆମେ ଯଦି ଉପଲବ୍ଧି କରିବା ତେବେ ସେ ଯାହା କହୁଛନ୍ତି ଆମେ ସେଇଟା କରିବା କେବଳ ମାନେ ଆମର ନିଜର ମାନେ ଆମ ଆତ୍ମାର ଏ ଦେହ କିଛି ନୁହେଁ ମାନେ ସେ ଇଏ ରକମ ସେ ବୈଷ୍ଣବ ଯେ କହିଲେ ଏଟା ହଉଛି ଗୋଟେ ଡ୍ରେସ୍ କାହାର ସେଇ ଯେ କହିଦିଅ ଏଟା ତ ପଳେଇବ କିନ୍ତୁ ଆମ ଭିତରେ যে ଜିନିଷ ଅଛି ସେଟା ଯିବ ନାହିଁ ସବୁଦିନ যেটা ଶାଶ୍ୱତ ଚିରନ୍ତନ ସେଇ ଜିନିଷଟା ପାଇଁ ଆମକୁ କଣ କରିବା ପାଇଁ ପଡିବ ସେଟା ସିଏ କହୁଛନ୍ତି এবং করলে তাঁকর সে কাঁদুଛନ୍ତି যে আমি একটা মানুষ পেলাম না সে বলছে আমি একটা মানুষ পেলাম না তাঁকর মানুষ কিস হব তাঁকর মানুষ কিস হব ତାଙ୍କୁ ତ ମାନେ ସେ ଗୋଟେ ଅତ୍ୟନ୍ତ ଗରିବ ପରିବାର ଜନ୍ମ ହେଇଥାଏ ତାଙ୍କ ଯୋଗ୍ୟତା ବଳରେ ତାଙ୍କ ପାଖରେ ଯେତେବେଳେ 1946 ମସିହା ସେପ୍ଟେମ୍ବର 1 ତାରିଖ ଦିନ ଯେତେବେଳେ ପାବନା ଛାଡ଼ିକି ଠାକୁର ଆସୁଛନ୍ତି ଆମର ସେତେବେଳେ ସମୟରେ 2 କୋଟି ଟଙ୍କାର ସମ୍ପତ୍ତି ସେତେବେଳେ ସମୟରେ 2 କୋଟି ଆଜିକି ପାଖାପାଖି 80-85 ବର୍ଷ ହେଇଗଲା ତ 80-85 ବର୍ଷ ଭିତରେ ବର୍ତ୍ତମାନ ସେଇ ସମ୍ପତ୍ତି ଦାମ କେତେ 80 ବର୍ଷ ସେ ସବୁ ଦାମ କେତେ সেটাকে বাংলাদেশ গভর্নমেন্ট তাকে ছিনভিন କରିଦେଇଛି ସେ ଯାହା କରିବ ସେଟା ତାର ଫଳ ବାଂଲାଦେଶ ଅବସ୍ଥା ଯାହା ହଉଛି ମାନେ ସମସ୍ତେ ଜାଣିଛନ୍ତି ସେଟା କିଛି କରିବାର ନାହିଁ କେହି କିଛି କରିବାର ନାହିଁ ଠାକୁର କହୁଛନ୍ତି ଯା ଇଚ୍ଛା ତାই করবে তুমি তাই তো কিন্তু চলবে না ভালো ছাড়া মন্দ করলে পরিস্থিতি ছাড়বে ମୁଁ ଯଦି ପ୍ରକୃତ ଭାବରେ ତାଙ୍କ କଥାରେ ନ ମାନିକି ଚଳିବି ମୋର ଯଦି କୌଣସି ଗତି ହୁଏ ତ ତାପରେ କେହି ଯାଇହେବେ ଏବଂ ଯଦି ମୁଁ ତାଙ୍କ କଥା ନ ମାନିବି ଠାକୁର ବହୁତ ଭୟ ଦେଖିଛନ୍ତି ତମେ ଆମେ ଡରୁନୁ ଆମେ ଆମ ପାଖରେ ଏତେ ଦୁଃସାହସ ତାକୁ କୁହାହୁଏ ଆମର ଏତେ ଦୁଃସାହସ ଠାକୁର କହୁଛନ୍ତି ଇଷ୍ଟବିହୀନ ଯାହାର ଚଳନ ଟୁକୁର ଭିତରେ ତାର ମରଣ ତାକୁ ସିନା ଆମର ଗତି ନାହିଁ ଆମେ କିନ୍ତୁ ଆମେ ଡର ନୁହେଁ ଆଉ ଟିକେ ବି ଡର ନାହିଁ ବର୍ତ୍ତମାନ ଏଇ କଥା ମୁଁ ଘରକୁ ଫେରି ପାରିବି ସେ ଧାରଣା ମୋର କିନ୍ତୁ ନାହିଁ କାହା ପାଖରେ କେହି କହିପାରିବ ଯେ ମୁଁ ୟା ପରେ 5 ଘଣ୍ଟା 5 ଦିନ କିଛି ହବ ନାହିଁ କେହି କହିପାରିବ କେହି କହିପାରିବ କିନ୍ତୁ ତା ମାନେ ନୁହେଁ ଯେ ମୁଁ କିଛି କରିବି ନାହିଁ live as if you will die tomorrow live as if you will never die ଆମକୁ ଏମିତି ବଞ୍ଚିବା ପାଇଁ ପଡିବ ଯେମିତି ଆମେ କେବେ ବି ମରିବା ନାହିଁ ଆମେ ଏମିତି ବଞ୍ଚିବା ପାଇଁ ପଡିବ ଯଦି ଏଇ ବଞ୍ଚିବାଟା କେମିତି ହବ ସେ ଯୋଉ ବଞ୍ଚିବା କଥା କହୁଛନ୍ତି ସେଇ ବଞ୍ଚିବା କଥା ଆମର ମୃତ୍ୟୁ ନାହିଁ ଠାକୁର କହୁଛନ୍ତି ଆହୁରି ଗୋଟେ କଥା ରୂପ ହଉଛି ମୃତ୍ୟୁ ହଉଛି ଗୋଟେ ରୂପ ମୃତ୍ୟୁ ଗୋଟେ ରୂପ ଠାକୁର ଗୋଟେ ଇଞ୍ଜେକ୍ସନ ବାହାର କରିଥିଲେ କିଛି ସେଗୁଡ଼ା କିଛି ଆମେ କିଛି କରୁନେ ଠାକୁର ଗୋଟେ ଇଞ୍ଜେକ୍ସନ ବାହାର କରିଥିଲେ ଯେ ଇଞ୍ଜେକ୍ସନ ନେଲେ କିନ୍ତୁ ଜଣେ ଏକ୍ସିଡେଣ୍ଟ ହେଲା ପରେ ଧର ଯୋଉ ବହୁତ ରକ୍ତକ୍ଷୟ ହେଇକି ଯଦି ତାର ମାନେ ରକ୍ତକ୍ଷୟ ହେଇକି କିଛି ସବୁ ଅର୍ଗାନ ଗୁଡାକ ମରିଯାଏ ମାନେ ଏକ୍ସିଡେଣ୍ଟ ଧର ଗୋଟେ ବହୁତ ବଡ଼ ଏକ୍ସିଡେଣ୍ଟ ହେଇଗଲା ତା ଦେହ ଠିକ ଠାକ ଅଛି କିନ୍ତୁ ତା ଭିତରେ ପାର୍ଟସ ଗୁଡାକ ମାନେ ଇଏ ହେଇଗଲା ଠାକୁର କହୁଛନ୍ତି ଠାକୁର ଗୋଟେ ଇଞ୍ଜେକ୍ସନ ବାହାର କରିଥିଲେ ସେ ଇଞ୍ଜେକ୍ସନ ନାଁ ମନେ ନାହିଁ ସେ ଇଞ୍ଜେକ୍ସନ ଦେଇଦେଲେ କିନ୍ତୁ ସେ ମରି ଯାଇଥିବା ଲୋକ ବଞ୍ଚିପାରିବ ଠାକୁର କହିଛନ୍ତି ଠାକୁରଙ୍କର କଥା ଭିତରେ ଅଛି ରୋଗ ହଉଛି ମାନେ ଇଏ ହଉଛି ଗୋଟେ ରୋଗ ମୃତ୍ୟୁ ଗୋଟେ ରୋଗ
ସେ ରୋଗକୁ ପ୍ରତିହତ କରିପାରେ। ସେଥିପାଇଁ ଠାକୁର କହିଲେ ମରନା ମାରନା। ଠାକୁର ମୃତ୍ୟୁ କଥା ଠାକୁର ମାନେ ପଚାରୁଛି, ଠାକୁର ମରିବା ପାଇଁ ହବ। ଠାକୁର ମାନେ ଆସି ପଚାରୁଛି ଏଠାକୁ ମରିବା ପାଇଁ ହବ, ତାହେଲେ ଆମେ ଏତେ କଥା କରିବା, ଏତେ ବାର ଏତେ ଶିଶୁ ପ୍ରାଜାପତ୍ୟ ମା କହୁଥିଲେ ଶିଶୁ ପ୍ରାଜାପତ୍ୟ ବ୍ରତ କରିବା, 4 ଦିନ କିଛି ଖାଇବାନି, ଖାଲି ପ୍ରାଜାପତ୍ୟ ବ୍ରତ ଅଛି। হ্যাঁ, প্রাজাপতি ব্রত 416 দিন, 4-12 দিন। হ্যাঁ, প্রাজাপতি ব্রত ଅଛି, କୁଚ୍ଛ ଶାନ୍ତାପନ ବ୍ରତ ଅଛି 7 ଦିନ। ଏତେ କଥା କରିବା, ସବୁଦିନ ଭୋରରୁ ଉଠିକି ରାତି 3টাରୁ ଉଠିକି ମାନେ ତମେ କରୁଛନ୍ତି ପ୍ରତ୍ୟେକ ଦିନ ରାତି 3টাରୁ ଉଠିକି ଏତେ ନାମ ଧ୍ୟାନ କରିବା, ଉଷାଇ ନିଶାଇ ମନ୍ତ୍ର ସାଧନ ଚলাই ଫିରାଇ ଯ ଯଥା ସମୟ ଇଷ୍ଟ ନିର୍ଦ୍ଦେଶ ମୁକ୍ତ କରାଇ ତ ଆମେ କେବଳ ବଞ୍ଚିବା, କେବଳ ଏଇ ଜିନିଷ ହିଁ ଦରକାର। ଆଗରୁ ଆମେ ଆମ ମାନେ ସମସ୍ତେ ଏହା କରୁଥିଲେ ଏବଂ ସେମାନେ ମରୁନଥିଲେ, ଆମେ କରୁଛୁ ସେଟା ମରୁଛୁ। ଏଇ ମରିବା ବିଷୟର ଆହୁରି ଗୋଟେ କଥା, ଯେତେବେଳେ ମତେ ଏଇ କଥା ନେଇକି ଗୋଟେ ମାନେ ଆର୍ଗୁମେଣ୍ଟ ନୁହେଁ, ଗୋଟେ ଆଲୋଚନା ହେଇଥିଲା। ଠାକୁର ଜଣେ କହିଲା ଯେ ମରିବା ମାନେ ଭଗବାନ ସେ ତାହେଲେ ମିଛ କହିଲେ, ଅଶ୍ୱତ୍ଥାମା ହତ ଭଗବାନ ମିଛ କହିଲେ। ଭଗବାନ ମିଛ କହିନାହାନ୍ତି, ଭଗବାନ ଟିକେ ମିଛ କୁହନ୍ତିନି। এই মিଛ ବିଷୟରେ ଆମେ ସମସ୍ତେ ଚିରାଚରିତ ଭାବରେ ଆମେ କୌଣସି କଥାକୁ ବିଶ୍ୱାସ କରିବା ନାହିଁ। ସମସ୍ତେ ସଂସ୍କୃତରେ ସେ ୟାକୁ କରନ୍ତି ଯେ ଚାଣକ୍ୟ କହିଛି ସତ୍ୟ ମଦ ପ୍ରିୟ ପଦ ସତ୍ୟମ ପ୍ରିୟ ମହାପଦ। ସତ କୁହ ପ୍ରିୟ କୁହ, ସତ୍ୟ କୁହ କିନ୍ତୁ ପ୍ରିୟ କଥା କୁହ। ସତ୍ୟମ ପଦ ସତ କଥା କୁହ, ଆଉ ପ୍ରିୟ କଥା କୁହ। ସତ ମାନେ କିନ୍ତୁ ବୁଝିବା ପାଇଁ ପଡିବ, ସତ ମାନେ ସତ ନୁହେଁ। ସତ ମାନେ ସତ ହଉଛି ସତ। ଯିଏ ସତ୍ ଗୁରୁ ସେ ହିଁ ସତ୍, ଆଉ କିଛି ସତ୍ କିଛି ନାହିଁ, କେବଳ ସେଇ ସତ୍, ବାକି ସବୁ ମିଛ। এই যে সত্যম পদ প্রিয়ম পদ সত্যম অপ্রিয়ম ন পদ, কিন্তু এটা ভুল কথা। সত্য মানে অপ্রিয়, সত্য মানে অপ্রিয়, অপ্রিয় ছাড়া সত্য কেবে ହେଇପାରିବ ନାହିଁ। ଜଣେ ଲୋକ ଜଣେ ମାନେ ତଥାକଥିତ ଭାବରେ ସତ କଥା କହନ୍ତି। ଜଣେ ଲୋକ ଗୋଟେ କାମ କରିଛି, ତାକୁ ଯଦି ଟିକେ ଗୋଟେ ମିଛ କହିଦେବେ ସେ ଟିକେ ବଞ୍ଚିଯିବ, ପୁଲିସ ଧରି ନବନି ବା ତାର କିଛି ଟଙ୍କା ବଞ୍ଚିଯିବ। ଏଇ ବେପାରୀ ମାନେ କହୁଛନ୍ତି ନା ଆଜି ଏଇଟାକୁ ପୁରା 5 ଟଙ୍କାରେ କିଣିଛି ଆଉ 10 ଟଙ୍କାରେ ବିକ୍ରି କରିପାରେ, ସେ କିନ୍ତୁ କହୁଛ 25 ଟଙ୍କା। କିନ୍ତୁ କିନ୍ତୁ କେହି ଲୋକ ଏଇଠି ଠାକୁରଙ୍କର ସେ ବିଷୟରେ ବହୁତ ବଡ଼ କଥା ଅଛି। ଠାକୁର କହୁଛନ୍ତି ଆମେ ସମସ୍ତଙ୍କର ଭରସା ହେବା ଉଚିତ, ସମସ୍ତଙ୍କର ଭରସା। ଯଦି ଏଇ ଭାବଟା ଆସିବ, ଗୋଟେ ଜଙ୍ଗଲ ଯଦି ଆମେ ଯାଉଛେ, ଆମକୁ କିଏ ମାରିପାରିବନି, କିନ୍ତୁ ତା ଭିତରେ ସେ ଭାବଟା ଆସୁନାହିଁ ଯେ ଇଏ ମୋର, ଇଏ ବି ମୋ ଭଳିଆ ଗୋଟେ ମଣିଷ, ଇଏ ବି ମୋ ଭଳିଆ ଗୋଟେ ଜୀବ। ଗୋଟେ ଖାଲି ଆମେ ମଶା ମାରୁଛେ ନା, କିନ୍ତୁ ଠାକୁର କିନ୍ତୁ ମଶା ମାରିବା ପାଇଁ କହିନାହାନ୍ତି, ମଶା ମାରିବା ପାଇଁ ମନା କରୁଛନ୍ତି। ମୁଁ ତାର ଗୋଟେ ମାନେ ଇଣ୍ଡାଇରେକ୍ଟ ଉଦାହରଣ ଦଉଛି। ଠାକୁର ଭିତରୁ ପାଇଖାନା ଭିତରୁ ପୋକ ବାହାର କରୁଛନ୍ତି, ଏ କଥାର ମାନେ ସେ ପୋକ ତ ମରିଯିବ ନା। ପୋକ ମାରିବା ପାଇଁ ଆମେ କାହିଁକି ଦାୟୀ ହବ? ପୋକ ବଞ୍ଚେଇବା ପାଇଁ ଆମେ ଚେଷ୍ଟା କରିବା ଉଚିତ, କାରଣ ଠାକୁର ସେଥିପାଇଁ କହୁଛନ୍ତି ଯେ ତୁମେ ତୁମ ନିଜ ପରିବାର, ଦେଶର ବର୍ତ୍ତମାନ ଭବିଷ୍ୟତ ପାଇଁ ନାହିଁ। ଏ କଥାଟା ଏଇଥିପାଇଁ କହୁଛନ୍ତି ଯେ ତାଙ୍କୁ ଯଦି ଆମେ ଫଲୋ କରିବା, ଆମେ ଯଦି ତାଙ୍କ ସେଇ ଗୋଟେ କଥା, ଆମର ଯଦି ଶୁଦ୍ଧାତ୍ମା ହବ, ଆମେ ଯଦି ତାଙ୍କରି କଥା ଅନୁଯାୟୀ ଆମେ ଯଦି ଚେତନା ଶକ୍ତି ଯଦି ଆମ ପାଖରେ ଆସିବ, ତାହେଲେ ଆମକୁ ଆମ ସମସ୍ତଙ୍କୁ ଭଲ ପାଇତେ ହେବ, ସମସ୍ତଙ୍କୁ ଭଲ ପାଇବା। ଭଗବାନ ଶ୍ରୀକୃଷ୍ଣ ବି ସେ କଥା କହୁଛନ୍ତି ଯେ କେବଳ ଏଇ ଯେ ପାତନ୍ତ୍ର କରିବା, ମାନେ ଆଜିକାଲି କୁଆଡେ ବାପା ମା ବି ପାତନ୍ତ୍ର କରନ୍ତି, ଅସମ୍ଭବ କଥା, ଏଇଟା ଅସମ୍ଭବ କଥା। ବାପା ମା ବି ପାତନ୍ତ୍ର କରନ୍ତି, ଯିଏ ପୁଅ ବେଶୀ ଇନକମ୍ କରେ ତାକୁ ଟିକେ ବେଶୀ ଭଲ ପାଆନ୍ତି। ମୁଁ ଭାବେ ଯିଏ ପୁଅ ବରଂ ବେଶୀ ଇନକମ୍ କରେନି ତାକୁ ବେଶୀ ଭଲ ପାଇବା ଉଚିତ। ଯଦି ମାନେ ତାକୁ ବେଶୀ ଭଲ ପାଇବା ମାନେ ତାକୁ ଟିକେ ବେଶୀ ସାହାଯ୍ୟ କରିବା ଉଚିତ, ମାନେ ତାକୁ ଟିକେ ବେଶୀ ଏନକରେଜ କରିବା ଉଚିତ, ତାକୁ ଟିକେ ତାକୁ ଆଉ ଟିକେ ବେଶୀ ଇଏ କରିବା ଉଚିତ। ଏବଂ ଠାକୁର ସହିତ କରିଛନ୍ତି ଜଣେ ଲୋକ ଚୋରି କରୁଛି, ଜଣେ ଗୁରୁ ଭାଇ ଇଏରୁ ବାଇଗଣ ଚୋରି କରିକି ଆଣୁଛି, ଆସିକି ସେ ଯାହା ବାଡ଼ିରୁ ବାଇଗଣ ଚୋରି ହଉଛି ଠାକୁରଙ୍କ ପାଖରେ ଆସି କମ୍ପ୍ଲେନ କରୁଛି। ଠାକୁର ତାକୁ କିସ କହିଥିବେ, ତାକୁ ଇଏ କରିବେ ନା। ଠାକୁର କହିଲେ ଗୋଟେ କାମ କର, ତୋ ବାଡ଼ିର ବାଇଗଣ ହେଇଥିଲା, ତାକୁ କାଟିକି ତୋ ବାଡ଼ିରୁ ବାଇଗଣ ଆଣିକି ତା ଘରକୁ 2 ବସ୍ତା ବାଇଗଣ, 2 ବ୍ୟାଗ୍ ବାଇଗଣ। ମାନେ ଏଠି ପରମପିତା ସେ ଦେଖେଇ ଦଉଛନ୍ତି ଯେ ସିଏ ତା ପାଖରେ ବାଇଗଣ ଯେ ଲୁଭ ହେଇକି ତା ଲୁଭଟାକୁ ମାରିବା ପାଇଁ ଭଗବାନଙ୍କୁ ସାହାଯ୍ୟ କରୁଛନ୍ତି। ଏଠି ଭଗବାନଙ୍କୁ ସାହାଯ୍ୟ କରୁଛନ୍ତି। ଏବଂ ଆମ ଭିତରେ ସେଇ ଭାବଟାକୁ ସୃଷ୍ଟି କରିବା ସେ କହୁଛନ୍ତି ଯେ ଆମ ବାଡ଼ିରୁ ଯଦି ମୋ ବାଡ଼ିରୁ ଯଦି କିଏ ନେଇଗଲା, ମୁଁ ତାର ଦାଉ ସାଧିକି ତାକୁ ପୁଲିସ ଦେବା ଉଚିତ ନୁହେଁ। ମୋ ପାଖରେ ଯଦି ସେମିତି କ୍ୱାଲିଟି ଥିବ, ମୁଁ ତାକୁ ଏମିତି ଭାବରେ କରିବି, ସେ କାମଟା ଖାଲି ମୋ ପାଖରେ ତ କରିବନି, କାହା ପାଖରେ ବି କରିବନି। ଆଉ ସେଟା ସମ୍ଭବ ହବ କେବଳ ତାଙ୍କୁ ଭଲ ପାଇବା। କାରଣ ମୁଁ ଯଦି ତାଙ୍କର ଆଉ ସମସ୍ତେ ଯଦି ତାଙ୍କର, ତାହେଲେ ମୁଁ ଠାକୁର କହୁଛନ୍ତି ଯେ আমাকে যে ভালোবাসে আমার কুত্তাটাকে ভালোবাসে, ତା କୁକୁରଟାକୁ ତାଙ୍କର କୁକୁରଟାକୁ ମୁଁ ଭଲ ପାଇବି।
ତା ମାନେ ସିଏ ଯାହା କହିବେ ମତେ ସେହା করতে ହେବ ତାଙ୍କର ସମସ୍ତେ ଯଦି ତାଙ୍କର ସମସ୍ତେ ତାଙ୍କର ଏଇ ଭାବ ଯଦି ଆସିଯିବ ମୁଁ ଛେଳି ମାଂସ ଖାଇପାରିବି କୁକୁଡ଼ା ମାଂସ ଖାଇପାରିବି ମାଛ ଖାଇପାରିବି କେବେ ବି ଖାଇପାରିବିନି ଆଜି ସାଧା କଥା ଠାକୁରଙ୍କୁ ଏ କଥା ପ୍ରଶ୍ନ ପଚରା ହେଇଛି ଆମେ ସବୁ ଜାଣି ରଖିବା ଉଚିତ এই যে ଶାଗ କାଟିଲେ ବି ତ ଗଛ କାଟିଲେ ଗଛ କଷ୍ଟ ହୁଏ ଗଛ ଧରୁ ଆମ ଧରୁ ନାଲିଆ ରକ୍ତ ବାହାରେ ତାଙ୍କର ଧରୁ ସେ ସବୁଜିଆ ରକ୍ତ ବା ଧଳା ରକ୍ତ ବାହାରେ ସବୁ ତାଙ୍କର ବି କଷ୍ଟ ହୁଏ କିନ୍ତୁ ଠାକୁର ସେଠି ବଢିଆ ଉଦାହରଣ ଦେଇଛି ଠାକୁର ଯଦି ତୁମ ମତେ ଚୁଟି ଯେମିତି କାଟା ହୁଏନି ତୁମ ମତେ ଚୁଟି କାଟେ କଷ୍ଟ ହୁଏନି ତୁମ ମତେ ଚୁଟି କାଟିଲେ କଷ୍ଟ ହୁଏ ନାହିଁ ତାହେଲେ କିସ କରା ହୁଏ ସିଏ କହୁଛନ୍ତି ଶାଗ ଯଦି କାଟା ହବ ଶାଗ ଗଛ କଷ୍ଟ ହୁଏ ତା ମାନେ ଆମେ ମା ମାନେ ସମସ୍ତେ ଆଜି ପାଖରୁ ଯଦି ଇନସର କରିବା ଠାକୁର କଥା ଏଟା ଇନସର କରିବା ମୂଳା ଶାଗ ଉପୁଡ଼ି ଖାଇବା କାଟି ଖାଇବା ଯଦି ଖାଇବା ଜୈନ ମାନେ ଆପଣମାନେ ଜାଣିଛନ୍ତି ମୂଳ ଜିନିଷ କିଛି ଖାଆନ୍ତିନି ମୂଳ ଜିନିଷ ମାଟି ତଳ ଜିନିଷ କିଛି ଖାଆନ୍ତିନି ଜୈନ ମାନେ ଯେଉଁମାନେ ଜୈନ ଧର୍ମାବଲମ୍ବୀ ସେମାନେ ମାଟି ତଳ ଜିନିଷ କିଛି ଖାଆନ୍ତିନି ଅଦା ବି ଖାଆନ୍ତି ଗୋଟେ ଦୃଷ୍ଟି ଭଲ କଥା ଠାକୁର ବି କହିଛନ୍ତି ଠାକୁର କିଛି କହୁଛନ୍ତି ଠାକୁର ତ ଗାଜର ଖାଇବା ପାଇଁ ମନା କରିଛନ୍ତି ଗାଜର ଖାଇବା ପାଇଁ ମନା କରିଛନ୍ତି ଇଏ ଖାଇବା ପାଇଁ ମନା କରିଛନ୍ତି ଛତୁ ଖାଇବା ପାଇଁ ମନା କରିଛନ୍ତି ଛତୁ ଖାଇବେ ମାସେ ଆଗରୁ ଖବର ହଉଛି ଏଠି ବାହାର ଗୋଟେ ଜାଗାଟା ବାପ ଝିଅ ବଡ ବାପ ଝିଅ ଦୁଇ ଜଣ ମରିଗଲେ ଛତୁ ଖାଇ ହଁ ତ এই যে কথার এগুলা তো ঠাকুর সাধারণ কথা কହୁଛନ୍ତି একদম সাধারণ কথা ঠাকুরଙ୍କ କଥା ଭିତରେ କୌଣସି ସାମ୍ପ୍ରଦାୟିକତା କିଛି ନାହିଁ ଅସାମ୍ପ୍ରଦାୟିକ କଥା ଠାକୁର ଜଣେ ଅସାମ୍ପ୍ରଦାୟିକ କଥା ଗୁଡାକ କହିବା ପାଇଁ ଆସିଛନ୍ତି ସବୁ ଅସାମ୍ପ୍ରଦାୟିକ ଠାକୁର କହୁଛନ୍ତି ବାঁচতে মানুষের যাই লাগে ধর্মই তো তাতেই যায় সিধা কথা বাঁচতে মানুষের যা লাগে ধর্মই তো তাতেই যায় যা বঞ্চিବା ପାଇଁ ମଣିଷ লাগে ସେଇটাই ধর্ম যেন আত্মনম তথা অন্বেষণ জীবনম বর্ধনাৎ যদি ধীয়তে ধর্ম অন্যে বাঁচায় নিজে থাকে ধর্ম বলে জানিস সিধা কথা একদম ওড়িয়া ভাষাରେ মানে বঙালী মানে କୁହନ୍ତି ବାଙ୍ଗଲା ତେଣୁ ଏଇ ହଉଛି କଥା ତେଣୁ ଆମେ ସମସ୍ତେ ଯଦି ତାଙ୍କ କଥାଟାକୁ ମାନିବା একদম ତାଙ୍କ କଥାକୁ ମାନିବା ତାଙ୍କରି କଥାରେ ଚାଲିବା ତାହେଲେ ମରିବା ନାହିଁ ମରିକି ବି ମରିବା ନାହିଁ ମୃତ୍ୟୁ ଆସିବ ସେ ମୃତ୍ୟୁଟାକୁ ଆମକୁ ଅବଶ୍ୟ ଆମେ ତ ଚେତନା ଶକ୍ତି ଯୁକ୍ତ ମୃତ୍ୟୁ ଆଉ ଗୋଟେ ଦେହ ଛାଡିକି ଆଉ ଗୋଟେ ଦେହ ଯାହା ଜୟ ଗୁରୁ ବନ୍ଦେ ପୁରୁଷୋତ୍ତମ ଯାହା ସୁନ୍ଦର ଭାବରେ